ଆଜି ପୁରୀଠାରେ ନୌସେନା ଦିବସ ପାଳନ ହେଉଛି। ଭାରତର ରାଷ୍ଟ୍ରପତି ପୁରୀରେ ପହଞ୍ଚିଛନ୍ତି ଏହାକୁ ଉଦ୍ଘାଟନ କରିବା ପାଇଁ। ବହୁ ଆଡମ୍ବରରେ ନୌସେନା ଦିବସ ପୁରୀଠାରେ ଆଜି ପାଳନ ହେଉଛି। ଏହି ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏକ ପତ୍ର ଲେଖିଥିଲି ଗତକାଲି ଯେ ଓଡ଼ିଶାର ବିଶେଷ କରି ନୌସେନା ଏବଂ ପ୍ରତିରକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟ ଓଡ଼ିଶାର କେମିତି ବ୍ୟାପକ ଭାବେ ହୋଇପାରିବ ସେ ସମ୍ପର୍କରେ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସମସ୍ତ ରାଜନୈତିକ ଦଳକୁ ସାଙ୍ଗରେ ନେଇ ଏକ ଡେଲିଗେସନରେ ତାଙ୍କ ନିକଟରେ ରଖିବା ପାଇଁ ପତ୍ରରେ 5ଟି କଥା ମୁଁ ଲେଖିଥିଲି। ଓଡ଼ିଶା ନୌବାଣିଜ୍ୟ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ସର୍ବାଗ୍ରେ ଥିଲା। ଆମେ ଆଜି ପର୍ଯ୍ୟନ୍ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଉ, ବୋଇତ ବନ୍ଦାଣ କରୁ ଏବଂ ଏହି ପର୍ବ ଭାରତବର୍ଷର ଅନ୍ୟ କୌଣସି ଜାଗାରେ ହୁଏନି, କାରଣ ଆମର ସାଧବ ପୁଅମାନେ ବିଦେଶ ଯାଉଥିଲେ, ସାଉଥ ଇଷ୍ଟ ଏସିଆରେ ପ୍ରଭାବ ବିସ୍ତାର କରୁଥିଲେ, ବାଣିଜ୍ୟ କରୁଥିଲେ ଏବଂ ଓଡ଼ିଶାକୁ ସମ୍ପନ୍ନ ରାଜ୍ୟରେ ପରିଣତ କରୁଥିଲେ। ବର୍ତ୍ତମାନର ସ୍ଥିତି ଏହା ଏକ ସିମ୍ବଲିକରେ ପରିଣତ ହୋଇଛି। ଏଠି କେବଳ ଆମେ ପ୍ରତିବର୍ଷ କାଗଜର ଡଙ୍ଗା କିମ୍ବା କଦଳୀ ପଟୁଆର ଡଙ୍ଗା, ସୋଲ ଡଙ୍ଗା ଭସିବା ବ୍ୟତୀତ ଆମେ ସିପ୍ ଭିତରକୁ ଯାଇପାରିନାହୁଁ ଆଜି ପର୍ଯ୍ୟନ୍ତ। ଏବଂ ତା ବାହାରେ ଇଣ୍ଡିଆନ୍ ଆର୍ମିରେ ଆମର ଉପସ୍ଥିତି, ଓଡ଼ିଶାର ଉପସ୍ଥିତି ବହୁତ କମ୍। ଆମ ଯୁବକମାନେ ସୁଯୋଗ ପାଆନ୍ତି ନାହିଁ ଇଣ୍ଡିଆନ୍ ଆର୍ମିରେ ଯୋଗ ଦେବା ପାଇଁ। ଏପରିକି ଛୋଟ ରାଜ୍ୟ ଯେମିତି ଆପଣଙ୍କର ହରିୟାଣା ହେଲା, ହିମାଚଳ ହେଲା, ଉତ୍ତରାଖଣ୍ଡ ହେଲା, ସେ ରାଜ୍ୟରେ ଯେତେ ସଂଖ୍ୟାରେ ପ୍ରତିବର୍ଷ ଆର୍ମିରେ ଯାଉଛନ୍ତି ପିଲାମାନେ, ଆମ ପିଲାମାନେ ପାଇପାରୁନାହାନ୍ତି ତାର ସୁଯୋଗ। ନ ପାଇବାର କାରଣ ହେଉଛି ସେମାନେ ପ୍ରଶିକ୍ଷିତ ହୋଇପାରି ନାହାନ୍ତି ଏବଂ ତାଙ୍କୁ ମୋଟିଭେସନ ସେହି ହିସାବରେ ଦିଆଯାଇ ନାହିଁ। ସେଥିଲାଗି ମୋର ପ୍ରସ୍ତାବ ଥିଲା ଯେ ପ୍ରି ରିକ୍ରୁଟମେଣ୍ଟ, ଆର୍ମି ରିକ୍ରୁଟମେଣ୍ଟ ପୂର୍ବରୁ ଯେଉଁ କୋଚିଂ ଦିଆଯିବା କଥା 6 ମାସ ପାଇଁ ପିଲାଙ୍କୁ ଦିଆଯାଉ ଏବଂ ବ୍ୟାପକ ସଂଖ୍ୟାରେ ପିଲାମାନେ ସେଥିରେ ଯୋଗ ଦେଇପାରିବେ ଯଦି ତାଙ୍କୁ ଠିକ୍ ଭାବରେ କୋଚିଂ ଦିଆଯାଏ। ସେଥିଲାଗି ମେଗା ସ୍କେଲରେ 2ଟି ବଡ଼ କୋଚିଂ ସେଣ୍ଟର ପ୍ରତିରକ୍ଷା ବିଭାଗ ପକ୍ଷରୁ, ଗୋଟିଏ ରାଇରଙ୍ଗପୁର କିମ୍ବା ଆଉ ଗୋଟିଏ କୋରାପୁଟ କିମ୍ବା ସେ ଅଞ୍ଚଳରେ ଯେଉଁଟା ସୁଟେବୁଲ ହେବ ସେଠି ରଖାଯାଉ, ଯାହାଫଳରେ ହଜାର ହଜାର ପିଲା ପ୍ରତିବର୍ଷ ପ୍ରଶିକ୍ଷିତ ହୋଇ ଆର୍ମିରେ ଯୋଗ ଦେଇପାରିବେ। ଠିକ୍ ସେହିଭଳି ମ୍ୟାରିଟାଇମ୍ ଏକ ବିଶାଳ ଇଣ୍ଡଷ୍ଟ୍ରି ଏବଂ ଆମର ନେଭାଲରେ ଏବଂ ଅନ୍ୟାନ୍ୟ ସିପିଂ କର୍ପୋରେସନରେ ଯେଉଁ ପିଲାମାନେ ଯିବା କଥା ଯାଇପାରୁନାହାନ୍ତି କାରଣ ସେଥିପାଇଁ କୌଣସି ସ୍କୁଲ ନାହିଁ, ୟୁନିଭର୍ସିଟି ନାହିଁ, କଲେଜ ନାହିଁ। ଓଡ଼ିଶାରେ ବିଶେଷ କରି ଏକ ମ୍ୟାରିଟାଇମ୍ ୟୁନିଭର୍ସିଟିର ଆବଶ୍ୟକତା ରହିଛି। ଯଦି ମାନନୀୟ ରାଷ୍ଟ୍ରପତି ମହୋଦୟ ପୁରୀ ଆସିଛନ୍ତି, ପୁରୀରେ ଏକ ମ୍ୟାରିଟାଇମ୍ ୟୁନିଭର୍ସିଟି ପ୍ରତିଷ୍ଠା କରାଯାଇପାରନ୍ତା, କାରଣ ୟୁପିଏ ଗଭର୍ଣ୍ଣମେଣ୍ଟ ସମୟରେ ମାଡ୍ରାସରେ ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ହେଲା ମ୍ୟାରିଟାଇମ୍ ଉପରେ। ଆମେ ଏଠି ମ୍ୟାରିଟାଇମ୍ ପାଇଁ ଏକ ୟୁନିଭର୍ସିଟି ପ୍ରତିଷ୍ଠା କରାଯାଇପାରେ, ଯେଉଁଟା ସୁଟେବଲ ହେବ ପୁରୀ ହେଉ କି ଅନ୍ୟ କୋଷ୍ଟ ଲାଇନରେ। କାରଣ ଆମର କୋଷ୍ଟାଲ ଲାଇନ ହେଉଛି ଓଡ଼ିଶାର ବେଳାଭୂମି ହେଉଛି 485 କିଲୋମିଟର, ଯାହା ଭାରତବର୍ଷର ଅନ୍ୟ କୌଣସି ରାଜ୍ୟରେ ନାହିଁ। ତାର ସୁଯୋଗ ଆଜି ପର୍ଯ୍ୟନ୍ତ ଆମେ ନେଇପାରିନାହୁଁ ଏବଂ ଦେଶର ବିକାଶ ପାଇଁ, ରାଜ୍ୟର ବିକାଶ ପାଇଁ ଯେତିକି ଆମେ ତାକୁ ତାର ସୁଯୋଗ ନେବା କଥା ବର୍ତ୍ତମାନ ସୁଦ୍ଧା ନିଆଯାଇପାରି ନାହିଁ। ଏବଂ ସେଥିଲାଗି ମ୍ୟାରିଟାଇମ୍ ୟୁନିଭର୍ସିଟି ପ୍ରତିଷ୍ଠା କରାଯାଉ। ଅଧିକ ସଂଖ୍ୟାରେ ଏଠି କେନ୍ଦ୍ର ସରକାର ନିଷ୍ପତ୍ତି କରିଛନ୍ତି ପ୍ରତି ଜିଲ୍ଲାରେ ସୈନିକ ସ୍କୁଲ ଖୋଲିବା ପାଇଁ। ଓଡ଼ିଶାରେ ମାତ୍ର 2ଟି ସୈନିକ ସ୍କୁଲ ପ୍ରତି ଜିଲ୍ଲାରେ ଆରମ୍ଭ କରାଯାଉ। ବିଭିନ୍ନ ଜିଲ୍ଲାରେ ଯେଉଁ ଜିଲ୍ଲାରେ ପୋଟେନ୍ସିଆଲିଟି ଅଛି ତୁରନ୍ତ ସେଠି ରାଜ୍ୟ ସରକାର ପ୍ରୋଆକ୍ଟିଭଲି ଏ ସମ୍ପର୍କରେ କାର୍ଯ୍ୟ କରନ୍ତୁ ଏବଂ ସୈନିକ ସ୍କୁଲ ପ୍ରତିଷ୍ଠା କରାଯାଉ। ଠିକ୍ ସେହିଭଳି ମିଲିଟାରୀ ସ୍କୁଲ ମଧ୍ୟ ରାଜ୍ୟର ବିଭିନ୍ନ ଜାଗାରେ ମିଲିଟାରୀ ସ୍କୁଲ ପ୍ରତିଷ୍ଠା କରାଯାଇପାରିବ, ଯାହାଫଳରେ ଆମ ପିଲାମାନେ ପ୍ରଶିକ୍ଷିତ ହେଲେ ଆର୍ମି, ଏୟାରଫୋର୍ସ ଏବଂ ନେଭିରେ ସେମାନେ ଯାଇପାରିବେ। ଏବଂ ଏ ନେଭିରେ ସେଲର ବି ଯାଇପାରୁନାହାନ୍ତି। ଆମ ପିଲା ନଈ ଡେଇଁ, ସମୁଦ୍ର ଡେଇଁକି ପହଁରି ପାରୁଛନ୍ତି, କିନ୍ତୁ ଆମେ ସେଲର ଚାକିରି ପାଇପାରୁନୁ ନେଭିରେ କି ଅନ୍ୟ ଜାଗାରେ, ଅନ୍ୟ ସିପିଂ କର୍ପୋରେସନ ମାନଙ୍କରେ, ପ୍ରାଇଭେଟ ସିପିଂ ରେ ବି ଆମେ ସୁଯୋଗ ପାଉନୁ, କାରଣ ଆମ ପାଖରେ ସେ ପିଲାଙ୍କୁ ଆମେ ଟ୍ରେନିଂ ଦେଇପାରୁନୁ ଠିକ୍ ଭାବରେ। ସେଥିପାଇଁ କଲେଜ ନାହିଁ, ସ୍କୁଲ ନାହିଁ, ଡିପ୍ଲୋମା କୋର୍ସ ହେଇପାରି ନାହିଁ। ପ୍ରାଇଭେଟଲି ଗୋଟିଏ 2ଟା ଜାଗାରେ କୋଉଠି ହେଇଛି, କିନ୍ତୁ ତାର ସଫିସିଏଣ୍ଟ ନୁହେଁ। ଏବଂ ତା ବାହାରେ HAL
ଆମର ଗର୍ବ ଏବଂ ଗୌରବ ସୁନାବେଡ଼ାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ମିଗ୍ ଆମେ ଏଠୁ ତିଆରି କରୁଥିଲୁ ମିଗ୍ ବିମାନ, କିନ୍ତୁ ସେ ଯେଉଁ ସ୍ତରକୁ ଯିବା କଥା एकविंश शताब्दी से स्तर को जाइले भारत सरकार एवं विशेष कर प्रतिरक्षा विभाग ए संपर्क में दृष्टि दिंतु एवं जो फाइटर जेट्स तैयारी होची ताको एठी प्राधान्य दिया जाऊ सुनाबेड़ा करिया पाए। ठीक सही भली सीपयार्ड ओडिशा रे गोटे सीपयार्ड नहीं 485 किलोमीटर आमर बेलाभूमि कलिकता रहिबो, भाईजाग रे रहिबो, बॉम्बे रे, कोची रे, पुणे एफाक रे, गोवा रे रहिबो कि गुजरात रे रहिबो, काहे के परिबो नै सीपयार्ड एठी नेवी रो सीपयार्ड हे परिबो कमर्शियल ऑपरेशन पाई अन्य माध्यम सीपयार्ड करि परिबे एठी जहाज तैयारी कारखाना हे परिबो एवं सीपयार्ड हेले एवं एई सब कथा को आख्यागर रखी मु सेतला की पत्र लिखिली जे आपण राष्ट्रपति की भेटंतु आपण तो भेटिबे किंतु ता सहित एक डेलीगेशन लेके जातु ऑल पार्टी डेलीगेशन जहाँफल तार प्रभाव राष्ट्रपति जानती ओडिशा विषय कारण से ओडिशा आमर गर्व जे आमर से होती भारत राष्ट्रपति आज कलम मुनरे अनेक कथा करी आम ठीक भाव इम्प्रेस कर ठीक से भाई चारिबाटिया एवं राजगोविंदपुर एयर स्ट्रिप ये दीटा एयर स्ट्रिप डिफेन्स सबुठ बड़ एसेट ताको आम व्यवहार करें एयरफोर्स दीटा स्टेशन चारबाटिया करा जाऊ एवं अमरदा रोड जो एयर स्ट्रिप रही है विशाल एयर स्ट्रिप से एयर स्ट्रिप को आम व्यवहार करें। आम पिला दादन खटिया कहीं जी आम पिला आर्मी की जी नेवी की जी एयरफोर्स से जॉइन करेंगे जदि प्रारंभिक भाव से प्रकार आम इनफ्रास्ट्रक्चर जोगे दे पारिबा एवं से दायित्व होची केंद्र एवं राज्य सरकार से संपर्क में आप राष्ट्रपति महोदय सहित आलोचना करें एवं आशा करी आप तुरंत ए दिगरे पदक्षेप नेबे।